ତ ମାଲିକେ ଜୟ ଜଗନ୍ନାଥ। ତ ଆଜି ଟିକେ ବାରିଆଡ଼େ ବୁଲୁ ବୁଲୁ ମନେ ପଡ଼ିଗଲା ଆମ ପିଲାଦିନ କଥାର ସେ କୋଳି କଥା। ଦେଖିପାରୁଥିବେ କେତେ ସାରା ପାଚିଛି ଆଉ ଭଲ ବି ଦେଖାଯାଉଛି। ଗଛରେ ବହୁତ ସାରା କୋଳି ଫଳିଥିବାର ଦେଖି ତାକୁ ତୋଳିଲି ଆଉ ଗୋଟେ ଟେଷ୍ଟ କଲି। ସତରେ ସାଙ୍ଗମାନେ ତା ଟେଷ୍ଟ ଏତେ ଜବରଦସ୍ତ ଥିଲା କହିଲେ ନ ସରେ। ମୁଁ ତ ଏ କୋଳିର ନାମ ଜାଣିଛି, ଆପଣମାନେ ଯଦି ଜାଣିଛନ୍ତି ତାହେଲେ ନିଶ୍ଚୟ କମେଣ୍ଟ ବକ୍ସରେ କମେଣ୍ଟ କରି କୁହନ୍ତୁ ଏ କୋଳିର ନାମ କ'ଣ। ଅବିକା କୋଳି ଖିଆ ସରିଲା, ଚାଲନ୍ତୁ ଘର ଆଡ଼େ ଟିକେ ଯିବା। ଘରେ ଆସି ପହଞ୍ଚିଲା ବେଳକୁ ମନେ ପଡ଼ିଗଲା, ଆରେ ମୋ କଲମରୁ ତ କାଳି ସରିଯାଇଛି। କଲମଟେ ପାଇଁ ତ ବଜାର ଯିବାକୁ ପଡ଼ିବ। ତ ଗୋଟେ ବୁକ୍ ଷ୍ଟୋର ଗଲି। ବୁକ୍ ଷ୍ଟୋର ପାଇଁ କଲମ ବାଛୁଥିଲା ବେଳେ ମୋର ନଜର ପଡ଼ିଲା ସେ ବକ୍ସ ଭିତରେ ଥିବା ପିମ୍ପମ ବଲ୍ ଉପରେ। ଦେଖିପାରୁଥିବେ କେତେ ସୁନ୍ଦର ଆଉ ଗୁଲୁଗୁଲିଆ ହେଇଛି। ଯେତେବେଳେ ମୁଁ ହାତରେ ତାକୁ ଧରିଲି ସେ ହାତରୁ ମୋର ସଟ୍ ନା ଖସିଗଲା, କାହିଁକି ନା ସେ ବହୁତ ଖସଡ଼ା ହୋଇଥିଲା। ଆଉ ସେ ଡେଇଁ 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 ଗୋଟେ ବାକ୍ସ କନ୍ଦିରେ ପଶିଗଲା। ତାପରେ ବକ୍ସ ଭିତରୁ ବାହାର କରି ଦୁଇଟା ପିମ୍ପମ ବଲ୍ ହାତରେ ଧରିଲି ଆଉ ଖେଳିବାକୁ ଲାଗିଲି। ସତରେ ସାଙ୍ଗମାନେ ସେ ବଲ୍ ଧରିଲେ ମୋ ପିଲାଦିନ କଥା ମନେ ପଡ଼ିଯାଉଥିଲା। ମୋ ଭିଡ଼ିଓ ଯଦି ଭଲ ଲାଗେ ନିଶ୍ଚୟ କମେଣ୍ଟ, ଲାଇକ୍, ସେୟାର କରି। ରହୁଛି ଜୟ ଜଗନ୍ନାଥ।